सांबर लक्षण कन्या परिणय। सुक बोइले शुण परीक्ष नृपवर, लक्षणा कन्यार जेह्ने हेला स्वयंवर। दुर्योधन राजांकर झियो से अटई, सुंदर पणे ताहाकु पटांतर नाही। समारोहे राजा करी अछि स्वयंवर, तहि मिली कृष्ण पुत्र सांब महावीर। माला देण से कन्या काहाकु न बरी, नृपति मानंक रूप देखुथिला हेरी। रंग सभा मध्य कन्या अछि उभा होई, सांब कुमर धइला बळे तांकु जाई। बेनी भुजे तोली रथ उपरे थोइला, द्वारका को जीवा पाई उदजोग कला। एमंत चरित देखी कुरुबीर माने, विडंबन देखी क्रोध पाइले कमने। महारथी भीष्मंकर अग्रे जणाइले, कुरुबीर माने अति कोपेण धाइले। कन शकुनीर मूले वीर दुशासन, भूरि श्रवादि करी राजा दुर्योधन। समस्ते ही एक मुख होई न धाइले, सांब कुमर को बेढ़ी बाण वृष्टि कले। हस्ते धरी धनु जाम्बवतीर कुमार, सबु सर छेदी पकाइला ताहांकर। षडरथी बेगु बेगे जाइण भेटिले, सहस्र सहस्र बाण ताहाकु माइले। एका होई सांब वीर किछि न डरी, कोपेश्वर वृष्टि कला द्रोण मेघ परी। से बाण घातरे पीड़ा पाई कुरुबल, थोके भाजी गले थोके होइले आकुल। एहा देखी षडरथी एक जोग होई, अधर्म रे युद्ध कले धर्म को न चाहि। पापु पुण्य कथा केही विचार न करी, एक मुख होई सर्वे नाना शस्त्र मारी। सारथी सहित नेले घोड़ांकर प्राण, कवच तुणीर काटी कले रण भण। हस्तर धनु ताहार काटी पकाइले, सर्वे बेढ़ीण ताहाकु विरथी करिले। कुमार कन्या दोहिंकी धइले जाइण, हस्तिनापुरे ताहांकु रखिले बांधिण। एकथा जानी नारद जाई अति बेगे, द्वारकारे जणाइले श्रीकृष्णଙ୍କ आगे। सावधान होई शुण देव चक्रधर, दुर्योधन सांबकु जे धइला तोहर। अधर्म समर कुरु वीर माने कले, कुमार प्रति से माने उप्रधन कले। दुर्योधन आदि बेड़ी थिले गड़रथी, अधर्म युद्ध करिण कले कबीरथी। मुनि मुखु बारता पाइण उग्रसेन, बोइले रे बेग करी साज होसईन। हस्तिनापुर को बेग करिण विनाश, सांब लक्षणा को सर्वे तहि घेनि आस। उग्रसेनर आज्ञा पाइण वीर गणे, सैन्य घेनिण सज होइले बहने। उग्रसेनंकर सज देखि राम कही, हस्तिना को सैन्य जाऊ छंती काहि पाई। आम्भे हस्तिना भुवने विजे करी जीबु, सांब कुमार को तहु घेनिण आसीबु। बलराम महाप्रभु जहाज्ञा देले, देह बही किए अबा करिब अवज्ञा। तेजमय अटई से ताल ध्वज रथ, आपणे चढ़िले घेनी सबु अस्त्र शस्त्र। वृद्ध जादव जेतेक उत्तम लोकंकु, संगतरे घेनी गले
ହସ୍ତିନାପୁରକୁ। ହସ୍ତିନାପୁର ଭବନ ଉପବନେ ରହି ଉଦ୍ଧବଙ୍କୁ ପଠାଇଲେ ସବୁ କଥା କହି। ଆବର କହିଲେ ତୁମ୍ଭେ ହସ୍ତିନାକୁ ଯାଅ, ଆମ୍ଭର ଆସିବା ମାନ ଗୋବିନ୍ଦଙ୍କୁ କହ। ରାମ ଆଜ୍ଞାରେ ଉଦ୍ଧବ ହସ୍ତିନାକୁ ଚଳି ଧୃତରାଷ୍ଟ୍ରଙ୍କର ଆସ୍ଥାନରେ ଯାଇ ମିଳି। ଭୀଷ୍ମ ଦ୍ରୋଣ ଆଦି କରି ସବୁଙ୍କୁ ଭେଟିଲେ, ବଳରାମ ଆସିବାର ବାରତା କହିଲେ। ଶୁଣି ଆନନ୍ଦିତ ହେଲା ସେ କୁମର ମଣି, ଦୁର୍ଯ୍ୟୋଧନ ଆଦି କୁରୁ ବୀରମାନେ ଶୁଣି। ବାର୍ତ୍ତା ପାଇ ସମସ୍ତେ ହିଁ ଅର୍ଘ୍ୟ ଘେନି କରେ, ରାମଙ୍କୁ ଆଣିବା ପାଇଁ ଗଲେ କୁରୁବୀରେ। ଉପବନର ଭିତରେ ତାହାଙ୍କୁ ଦେଖିଲେ, ଯେ ଯାହାର ଅନୁରୂପେ ମାନ୍ୟ ଧର୍ମ କଲେ। ମହାହରଷ ହୋଇଣ କୁରୁବୀରମାନେ କର ଯୋଡ଼ି ଉଭା ହେଲେ ରାମ ସନ୍ନିଧାନେ। ବଳରାମ ପଚାରନ୍ତି ଶୁଣ ଭୀଷ୍ମ ଦ୍ରୋଣ, ରାଜାଙ୍କ ଉପରେ ଯେଉଁ ରାଜା ଉଗ୍ରସେନ, ତାଙ୍କ ଶ୍ରୀମୁଖକୁ ଆଜ୍ଞା ହୋଇଛି ତୁମ୍ଭଙ୍କୁ, କହିବା ପାଇଁ ବରଗି ଅଛନ୍ତି ଆମ୍ଭଙ୍କୁ। ଏକଚିତ୍ତ ହୋଇଣ ଯେ ତୁମ୍ଭେମାନେ ଶୁଣ, ଏ ଆଜ୍ଞା କଥା ଗୋଟିକ ନିୟତ ପ୍ରମାଣ। ଅଧର୍ମ ଆଚାର କରି ସମସ୍ତେ ଯୁଝିଲ, କିମ୍ପା କଅଁଳା ପୁଅକୁ ଅଦୋଷେ ମାଇଲ। ଏ ସମସ୍ତ କଥା ମାନ ନ ବୁଝିଲ ତୁମ୍ଭେ, ତୁମ୍ଭର ଏସବୁ ଦୋଷ ଉପେକ୍ଷିଲୁ ଆମ୍ଭେ। ଯାହାଙ୍କର ସଙ୍ଗରେ ହୋ ବନ୍ଧୁପଣ କରି, ଯେତେ ଦୋଷ କରିଲେ ହେଁ ସବୁ ପରିହରି। ଶାମ୍ବ କୁମର ସହିତ ତୁମ୍ଭର ଯେ ଝିଅ, ଦୁହିଁଙ୍କ ଚିତ୍ତ ମିଳନ୍ତେ ହେଲେ ଅତି ପ୍ରିୟ। ସେ କଥା କିଛି ନ ବୁଝି ଯୁଦ୍ଧ ଆରମ୍ଭିଲ, ଅଦୋଷେ ବନ୍ଧନ କରି ପୁତ୍ରକୁ ରଖିଲ। ତେଣୁ କରି ମହାରାଜା ଆମ୍ଭଙ୍କୁ ପେଶିଲେ, ସବୁ କଥା କହିବାକୁ ଆମ୍ଭଙ୍କୁ କହିଲେ। ରାମଙ୍କ ମୁଖରୁ ଏହା ଶୁଣି କୌରବେ, ପରସ୍ପରେ ଚାହିଁ ଚାହିଁ ହୋଇଲେ ସରବେ। କ୍ରୋଧାଗ୍ନିରେ ଜଳି ଉଠି ବୋଲନ୍ତି ସକଳେ, କାନରେ ଶୁଣିଲୁ ଏହା କର୍ମର ବଳେ। ପାଦ ସେବାକାରୀ ଲୋକ ମସ୍ତକେ ବସଇ, ଚର୍ମର ପାଦୁକା ଅବା ଗର୍ବେ ଏହା କହି। ଆମ୍ଭର ସଙ୍ଗରେ କିସ ହେବ ବନ୍ଧୁପଣ, ପାଇବ ଟିକି ଶ୍ରୀକୃଷ୍ଣ ରାଜାର ଆସନ। ଆମ୍ଭଙ୍କୁ ଆଜ୍ଞା ସେ ହୁଟି ଦିଅନ୍ତି କାହିଁ ପାଇଁ, ଭୀଷ୍ମ ଦ୍ରୋଣ କର୍ଣ୍ଣାର୍ଜୁନ ଅଛନ୍ତିଟି ଯାହିଁ। ଏହି କୁରୁ ସାଗରର ସର୍ବେ ଛନ୍ତି ରହି, ଏକଥା ଗୋଟା ତାଙ୍କର ମନରେ କି ନାହିଁ। ଇନ୍ଦ୍ର ନ ପାରଇ ଯେଉଁ ରାଜ୍ୟ ପଶିବାକୁ, ମଞ୍ଚରେ କିଏ ବା ଅଛି ସମାନ ହେବାକୁ। ରାମଙ୍କୁ ଏ ମନ୍ତ କହି କୌରବଗଣ, ହସ୍ତିନାପୁରକୁ ଚଳିଗଲେ ତତକ୍ଷଣ। ଏମନ୍ତ ଦେଖିଣ ବଳରାମ କୋପ କଲେ, ସଙ୍ଗରେ ଥିବା ଲୋକଙ୍କୁ ବେଗେ ଆଜ୍ଞା ଦେଲେ। ଦୁଷ୍ଟ ପାମର ଅଟଇ ଏହି କୁରୁ ରାଣ, ମଞ୍ଚପୁର ମହାରାଜା ଅଟେ ଉଗ୍ରସେନ। ଇନ୍ଦ୍ର ଆଦି କରି 10 ଦିଗପାଳପତି, ଯାହାକୁ ସେବା କରନ୍ତି ହୋଇ ବଶବର୍ତ୍ତୀ। ସୁଧର୍ମା ସଭା ମାଡ଼ିଣ ଯେ ଲୋକ ବସଇ, ସେ କି ମହାରାଜା ପଣେ ଗଣନା ନୁହଁଇ। ସ୍ଥାପି ଅଛନ୍ତି ଯାହାକୁ ପ୍ରଭୁ ଚକ୍ରଧର,
ଛାମୁରେ କଥା କହନ୍ତି ଯୋଡ଼ିବେନି କର। ଉଗ୍ରସେନ ମହାରାଜା ଏମନ୍ତ ଅଟଇ, ଇନ୍ଦ୍ର ଦେବତା ନମନ୍ତି ଯାହାର ପାଦେହି। ସେ ରାଜାର ପାଦ ତଳେ ଆମ୍ଭେ ସଦା ଥାଉଁ, ଆମ୍ଭର କୁଟୁମ୍ବ ତାଙ୍କ ପାଦେ ଥାଏ ଯହୁଁ। ଯେ ବଣ ରାଜାର ପାଦ ଦକ ମୋକ୍ଷ ପାଇଁ, ଯାହା ତହିଁ ତୀର୍ଥ ଜଳ ସମାନ ନୁହଁଇ। ଲକ୍ଷ୍ମୀ ଯାହାଙ୍କର ନିତ୍ୟ ଭଜଇ ଚରଣ, ସେ ରାଜାଙ୍କୁ ନିନ୍ଦା କଲେ ମୂର୍ଖ କୁରୁରାଣ। ଏମନ୍ତ ବୋଲିଣ ରାମ ମହାକୋପ କଲେ, ସୌନନ୍ଦ ମୂଷଳ ତହୁଁ ହସ୍ତରେ ଘେନିଲେ। ପୃଥିବୀ ମଧ୍ୟରେ ଯେତେ କୁରୁବୀର ଅଛନ୍ତି, ନିବଂଶ କରିଣ ମୁହିଁ ମାରିବି ଏ ଘାନ୍ତି। ଏମନ୍ତ ପ୍ରତିଜ୍ଞା ମାନ କରି ହଳଧର, ବେଗେ ଯାଇ ନ ମିଳିଲେ ହସ୍ତିନାପାସର। ହସ୍ତିନାପୁରକୁ ରାମ ଲଙ୍ଗଳେ ତାଡ଼ିଲେ, ଉପାଡ଼ି ପକାଇବାକୁ ମନେ ବିଚାରିଲେ। ମନେ ପାଞ୍ଚିଲେ ଗଙ୍ଗାରେ ପକାଇବା ନେଇ, ହସ୍ତିନା ଲୋକେ କମ୍ପିଲେ ଥରହର ହୋଇ। ନିଶ୍ଚୟ ପଡ଼ିବେ ବୋଲି ସମସ୍ତେ ଭାଳିଲେ, ଭୟେ ଆର୍ତ୍ତ ହୋଇ କରି ସର୍ବେ ଡାକ ଦେଲେ। ଜୟ ଜୟ କାମପାଳ ଜୟ ହଳଧର, ଜୟ ବଳରାମ ପ୍ରଭୁ ତ୍ରୈଲୋକ୍ୟ ଠାକୁର। ବାସୁକୀର ସଶ୍ରେ ଶିର ମୁକୁଟ ଅଟଇ, ସେ ବାସୁକୀ ତୋତେ ଦିନ ରାତି ଖଟି ଥାଇ। ସଂଖ୍ୟା କେ କରିବ କେତେ ଅଛି ବସୁନ୍ଧରୀ, ସେଥିରୁ ଜୀବଜନ୍ତୁଏ ଯେତେ ଛନ୍ତି ପୁରୀ। ତୋହ ବିନା ତାଙ୍କୁ ରଖିବାକୁ କେହି ନାହିଁ, ଏ ସଙ୍କଟରୁ ଆମ୍ଭଙ୍କୁ କର ପରିତ୍ରାହି। ଏମନ୍ତ ବୋଲିଣ କୁରୁ ବଳ ଡାକ ଦେଲେ, ଲକ୍ଷଣା କନ୍ୟାକୁ ନେଇ ଛାମୁରେ ଅର୍ପିଲେ। କୁମାରୀ କୁମାରୀ ଦୁଇ ଆଗ କରିଛନ୍ତି, ଅତି ଆରତେ ଶରଣ ବୋଲିଣ ଡାକନ୍ତି। ଲକ୍ଷଣା ଶାମ୍ବକୁ ଅଗ୍ରେ ଯହୁଁ ନେଇ ଦେଲେ, ନୟନ ମେଲାଇ ରାମ ତାହାଙ୍କୁ ଚାହିଁଲେ। ତତକ୍ଷଣେ ବଳରାମ ଆନନ୍ଦିତ ହୋଇ, ଲଙ୍ଗଳୁ କାଢ଼ି ହସ୍ତିନା ପୁର ତଳେ ଥୋଇ। ଶ୍ରୀହସ୍ତରେ ହଳ ଧରି ଉଭା ହେଲେ ବୀର, ଦେଖି କୁରୁବୀର ସର୍ବେ ଭୟରେ କାତର। ସ୍ୱର୍ଣ୍ଣାଳଙ୍କାରେ ଭୂଷିତ 8 ରଥି, ବତ୍ସାର ସହିତ ଗାଭୀ ଲକ୍ଷେ ମଉହସ୍ତି। ଚୋଖାର ଚୋଖାର ଶସ୍ତ୍ର ଘୋଡ଼ା ସେ ହୁଆଣି, ଅନେକ ଦାସୀ ମହିଷୀ ଦେଲେ କଷେ ପୁଣି। ଭୀଷ୍ମ ଦ୍ରୋଣ ଦୁର୍ଯ୍ୟୋଧନ ଦୁଃଶାସନ ଥାଇ, ଏତେକ ଯୌତୁକକୁ ସମ୍ଭାରରେ ଦେଇ। ଦ୍ୱାରକାପୁରରେ ଯାଇ ହୋଇଲେ ପ୍ରବେଶ, ଦେଖି କରି ହର୍ଷ ହେଲେ ପ୍ରଭୁ ହୃଷିକେଶ। ହସ୍ତିନାପୁରରେ ଯେଉଁ ଯେଉଁ କୃତ କଲେ, ବଳରାମ ସେହି କଥା କୃଷ୍ଣଙ୍କୁ କହିଲେ। ମୋହର ମସ୍ତକେ ଥାଉ ଶ୍ରୀକୃଷ୍ଣ ଚରଣ, ଶ୍ରୀ ଅଚ୍ୟୁତ ଦାସ ପଦେ ମାଗଇ ଶରଣ। ଜରାସନ୍ଧ ବଧ। ଏଥୁ ଅନ୍ତରେ ପରୀକ୍ଷ ନାମେ ମହାରାୟ, ଶୁକମୁନିଙ୍କ ଚରଣେ କଲେ କବିନୟ। ଲକ୍ଷଣା ଶାମ୍ବର ମୁହିଁ ବିବାହ ଶୁଣିଲି, ଭାଗବତ ଶୁଣି ଗତି ମୁକତି ଲଭିଲି। ଏଣିକି କିସ ହୋଇଲା କହ ମହାମତି, ପୁରାଣ ପୁସ୍ତକ ଫେଡ଼ି
ओ भणी सुख जति नाना भूषणे भूषित होई भगवान संभ्रमे विजय करी अछंती आस्थान बेगे बारुक नैण रथ जगावंती उद्धव क्रूर आदि सर्वे बसिछंती नंदी घोष आरोहीण करी ऋषिकेश पुरकु बाहर होई लभिले संतोष अनेक परिवारिये संगते अछंती सुधर्मा सभारे जाई समस्ते मिलंती उत्तम आसन माड़ी बसिले क जाई तहीं उपरे विजय प्रभु भावग्राही से सुधर्मा सभा मध्ये जेते लोक थिले श्रीकृष्णकर दर्शन समस्ते पाइले अत्यंत सुंदर पुणी दिसिला से सभा जगमोहन मूर्ति अत्यंत शोभा एही समयर कथा शुणी परीक्षित सेठारे मिलिले सबु राजांकर दूत सभा तलरे प्रणाम करिण सोइले उठी कर पत्र जोड़ी वार्ता जणाइले सबु राजाए आम्भଙ୍କୁ कहिछंती जाहा कर पत्र जोड़ी आम्भे जणाउछि ताहा आहे श्रीकृष्ण तुम्भे तो अट महाबाहु आम्भ मानंकु उद्धार करिबा जे हेउ तेणु शरण पशिलु तब चरण रे आम्भଙ୍କୁ ए संकटरु रक्षा करबारे अनेक कालरु आम्भे पाइछु कारण जरासंध बंदी करी रखी अछि जान आम्भे राजाए शरण तुम्भर पादर जरासंध ठु आम्भଙ୍କୁ बारे रक्षा कर 10 सहस्र मत गज जरासंध बल तुम्भଙ୍କୁ से राजा होई अछि खळ बळ से दुष्ट राजांकु तुम्भे बेगे आसी मार ए दुसह संकटरु आम्भଙ୍କୁ उद्धार राजा मानंकर कथा कहिबा बेଳରେ नारद आसी सुधर्मा सभारे मिलिले बलराम कृष्ण तांकु देखिण उठिले नारद महामुनिंकु मान्य धर्म कले रामकृष्ण दुई भाई तांको मुख चाहि कुशल वार्ता पुछंती चित्ते तो सबही भोमुनि तुम्भे 14 पूरे भ्रमु थाओ काहे किस देखिअछ आम्भे आगे कह पंडु पुत्र युधिष्ठिर कि करुअछंती 5 भाई की तो घेनी से कि आचरंती श्रीकृष्ण वाक्य कहिले नारद महर्षि सावधान होई तुम्भे शुण ऋषिकेशी तुम्भर माया रे जड़ी अछई जगत विष्णु माया रे पड़िण सर्वे मोहगत जगत जाकरे तुम्भे पूरी छ गोसाई तुम्भ व्यतीत संसारे आउ केही नाही संसार प्राणी को रक्षा करिबा निमन्ते मानव रूप धरिण जन्मिछ जगते 33 कोटि देवता तब रूप चिंती अनुव्रते तोर नाम कीर्तन करंती मन निर्मल करिण पाप दूर करी मुक्ति मार्गरे होई अछु अधिकारी जाणु जाणु तथापि पचारुछु तुही एबे शुण सबु कथा सावधान होई से युधिष्ठिर राजार जेमंत विचार सावधाने शुण तुम्भे प्रभु चक्रधर
ତୁମ୍ଭ ଶ୍ରୀମୁଖରୁ ଯେବେ ବଚନ ଶୁଣିବ, ରାଜସୂୟ ଜାଗର ସେ ଉଦ୍ଯୋଗ କରିବ। ସନ୍ଥ ରାଜାମାନଙ୍କର ହୋଇଛି ବିଚାର, ନିର୍ମଳ ଚିତ୍ତରେ ତୁହି ଦେଖିବୁ ଶ୍ରୀଧର। ସ୍ୱର୍ଗପୁରେ ଦେବ ଋଷି ଗଣେ ବୋଲୁଛନ୍ତି, ଜାଗ କଲେ ଆମ୍ଭେମାନେ ଦେଖିବୁ ଶ୍ରୀପତି। ବେଗେଣ ସେହି ସ୍ଥାନକୁ ବିଜେ କରି ଯିବୁ, ଯୁଧିଷ୍ଠିର ରାଜାଙ୍କର ବାଞ୍ଛା ପୁରାଇବୁ। ନାରଦ ମୁଖୁ ଏସନ ଶୁଣିଣ ଶ୍ରୀପତି, ତତକ୍ଷଣେ ଉଦ୍ଧବକୁ ହକାରିଲେ କତି। ଶ୍ରୀକୃଷ୍ଣ ବୋଲନ୍ତି ଧର୍ମ ବିଚାରକ ତୁମ୍ଭେ, ବୋଲ କେମନ୍ତେ ବିଚାର କରିବା ହେ ଆମ୍ଭେ। ରାଜଦୂତ ମାନେ ଆସି କହନ୍ତି ଆମ୍ଭଙ୍କୁ, ଜରାବନ୍ଦୀ କରିଅଛି ସକଳ ରାଜାଙ୍କୁ। ଯୁଧିଷ୍ଠିର ରାଜାଙ୍କର ରାଜସୂୟ କଥା, ଦେବର୍ଷି ନାରଦ ମୋତେ କହିଲେ ବାରତା। ବେଗେ ଯାଇ ଜରାସନ୍ଧ ରାଜାକୁ ମାରିବା, କିଅ ବା ଯୁଧିଷ୍ଠିରଙ୍କ ଜାଗକୁ ଗମିବା। ବିଚାରିଣ ବୋଲ କେଉଁଠାକୁ ଯିବା ଆମ୍ଭେ, ଯେଣୁ ଉତ୍ତମ ବିଚାର କର କିନା ତୁମ୍ଭେ। ଏସନକ କଥା ଯହୁଁ ଶ୍ରୀକୃଷ୍ଣ କହିଲେ, ପ୍ରଣାମ କରି ଉଦ୍ଧବ ଶିରେ କର ଦେଲେ। ଆବର ବୋଇଲେ ତାଙ୍କୁ ବିନୟ ସେ ହୋଇ, ଜଗତ ଯାକର ସିନା ନାଥ ଅଟୁ ତୁହି। ଯୁଧିଷ୍ଠିର ରାଜାଙ୍କର ଜାଗର ନିମନ୍ତେ, ନାରଦ ମହାମୁନି ଯେ କହିଲେ ଅଗ୍ରତେ। ତାଙ୍କର ତହିଁ କି ଆଗେ ଯିବାକ ଗୋସାଇଁ, ଏକଥା ଗୋଟିକ ପ୍ରଭୁ ଉଚିତ ଅଟଇ। ରାଜାମାନଙ୍କର ଯେଉଁ ବନ୍ଦୀର ବ୍ୟବସ୍ଥା, ବର୍ତ୍ତମାନ ନ ବିଚାର ସେ ସକଳ କଥା। ତୁମ୍ଭର ନାମ ଅଟଇ ଶରଣ ପଞ୍ଜର, ଯୁଧିଷ୍ଠିର ପାଶେ ଯିବା ଅଟଇ ବିଚାର। ଆଗେ ତୁମ୍ଭେ ଇନ୍ଦ୍ରପ୍ରସ୍ଥେ ବେଗେ ଚଳି ଯାଅ, ଯୁଧିଷ୍ଠିର ଦେବଙ୍କର ଦର୍ଶନ ପାଅ। ରାଜସୂୟ ଜାଗ ଯେବେ ନିଶ୍ଚୟ କରିବେ, ତୁମ୍ଭର ଛାମୁରେ ସେତ ମଣାଇ କହିବେ। ଜରାସନ୍ଧକୁ ଯଦ୍ୟପି ପାରିବ ହେ ଜିଣି, ତେବେ ସିନା ତୁମ୍ଭ ଜାଗ ହୋଇବାକ ପୁଣି। ଜରାସନ୍ଧ ନୃପତିର 10 ସହସ୍ର ବଳ, ତାକୁ ଜିଣିବାକୁ କେହି ନାହିଁର ବିତଳ। ଯୁଧିଷ୍ଠିର ନୃପତିଙ୍କୁ ଏମନ୍ତ ବୋଲିବ, ତୁମ୍ଭର ରାଜୁଷି ଯଜ୍ଞ କି ପ୍ରକାରେ ହେବ। ପୁଣି ଉଦ୍ଧବ ବୋଇଲେ ଆହେ ମହାବାହୁ, ଯୁଧିଷ୍ଠିର ଦେବଙ୍କର ଜାଗ କାର୍ଯ୍ୟ ହେଉ। ମହାବଳୀ ଭୀମ ଅର୍ଜୁନକୁ ଘେନି ଯିବ, ଭୀମର ହସ୍ତରେ ଜରାସନ୍ଧ ମରାଇବ। କୂପ କପଟେ ବ୍ରାହ୍ମଣ ବେଶ ଧରି ଯାଇ, ତୁମ୍ଭେ ମାଗିବ ସମର ଜରାସନ୍ଧେ ତହିଁ। ତୁମ୍ଭର ପାଖରେ ସେହି ଭୀମସେନ ଥିବ, ଜରାସନ୍ଧ ତାହାର ହସ୍ତେ ଯେ ମରାଇବ। ତେବେ ଯୁଧିଷ୍ଠିର ରାଜା ରାଜସୀ କରିବେ, ତୁମ୍ଭର ପ୍ରସାଦେ ରାଜା ମାନେ ମୁକ୍ତ ହେବେ। ଉଦ୍ଧବଠୁ ହରି ଯେଣୁ ଏକଥା ଶୁଣିଲେ, ସାଧୁ ସାଧୁ ବୋଲି ଉଦ୍ଧବଙ୍କୁ ପ୍ରଶଂସିଲେ। ଏହି କଥା ଗୋଟିକ ଯେ ରୁଚିଲା ସବୁନ୍ତି, ଉଦ୍ଧବକୁ ସମସ୍ତେ ହିଁ ପ୍ରଶଂସା କରନ୍ତି। ତା ଶୁଣି ବେଗେ ଆଜ୍ଞା ଦେଲେ ଯେ ନାରାୟଣ, ଯାଦବ ସୈନ୍ୟଙ୍କୁ ମୋର ସଜ କରି ଆଣ। ଇନ୍ଦ୍ରପ୍ରସ୍ଥକୁ ସତରେ ବିଜେ କରି ଯିବା,
ଯୁଧିଷ୍ଠିର ମହାରାଜା ସେଠାରେ ଭେଟିବା। ଆଜ୍ଞା ପାଇ ନ ଧାଇଁଲେ ସର୍ବେ ଯଦୁବୀର, ଯେ ଯାହାର ସୁସଜ୍ଜିତ ହେଲେ ଧାତିକାର। କୃଷ୍ଣ ସଙ୍ଗେ ବାହାରିଲେ ସାନନ୍ଦ ଯେ ଚଢ଼ି, ବିବିଧ ପ୍ରକାରେ ହାତୀ ଘୋଡ଼ାକୁ ସଜାଡ଼ି। ତତକ୍ଷଣେ ଦାରୁକ ଯେ ରଥ ସଜ କଲା, ଶ୍ରୀକୃଷ୍ଣଙ୍କର ଛାମୁରେ ଆସି ଜଣାଇଲା। ଶୁଣିଣ ପ୍ରଭୁ ଶ୍ରୀକୃଷ୍ଣ ପୁଲକିତ ହୋଇ, ବଳରାମଙ୍କୁ ଦ୍ୱାରକାପୁରରେ ରୁହାଇ। ଆଜ୍ଞା ମାଗିଣ ତାହାଙ୍କୁ ଚଳିଲେ ଶ୍ରୀହରି, ନାରଦ ମହାମୁନିଙ୍କି ବହୁମାନ୍ୟ କରି। ରାଜଦୂତଙ୍କୁ ବୋଇଲେ ତୁମ୍ଭେ ବେଗେ ଯାଅ, ନୃପତି ମାନଙ୍କ ଆଗେ ତ୍ୱରିତ ଜଣାଅ। ଏମନ୍ତ ବୋଲି ଦୂତଙ୍କୁ ମେଲାଣି ସେ ଦେଲେ, ଆପେ ନନ୍ଦୀ ଘୋଷ ରଥ ଚଢ଼ି ବିଜେ କଲେ। ଅପାର ରାଜ୍ୟ ଜିଣିଣ ସମ୍ଭର୍ବେ ଚଳିଲେ, ଇନ୍ଦ୍ରପ୍ରସ୍ଥରେ ଶ୍ରୀକୃଷ୍ଣ ଯାଇଣ ମିଳିଲେ। ଚାର ମୁଖରୁ ବାରତା ପାଇଣ ଯୁଧିଷ୍ଠି, ଚାରି ଭାଇଙ୍କୁ ଘେନିଣ ଆସନ୍ତି ପାଛୋଟି। ମହାବୀର ଅଟନ୍ତି ସେ ଭୀମ ଅର୍ଜୁନ ହିଁ, ସଙ୍ଗେ ଅଛନ୍ତି ତାଙ୍କର ମାଦ୍ରୀପୁତ୍ର ଦୁଇ। ସର୍ବେ ଆସି ଶ୍ରୀକୃଷ୍ଣଙ୍କୁ ନୟନେ ଦେଖିଲେ, ମହାନନ୍ଦ ହୋଇଣ କୋଳାଗ୍ରତ କରେ। ତହୁଁ ରାଜାଙ୍କୁ ଦେଖିଣ ପଣ୍ଡୁର ନନ୍ଦନେ, ଶିର ଲଗାଇଲେ ସର୍ବେ ଶ୍ରୀକୃଷ୍ଣ ଚରଣେ। ଯୁଧିଷ୍ଠିଙ୍କୁ ଦେଖି ହରି ମାନ ଯେ କରିଲେ, ଭୀମସେନ ଅର୍ଜୁନକୁ କୋଳାଗ୍ରତ କଲେ। ନକୁଳ ସହଦେବଙ୍କୁ କଲେ ସେହିପରି, ପରମ ସୁଖ ଜନ୍ମିଲା ଅନ୍ତରେ ତାଙ୍କରି। କୃଷ୍ଣ ଦେଖିଲେ ମଣ୍ଡିତ ହଉଛି କଟକ, ବିବିଧ ପ୍ରକାରେ ହୋଇଅଛଇ ଛଟକ। ଇନ୍ଦ୍ରପ୍ରସ୍ଥରେ ପୁରୁଷ ସ୍ଥିରି ଥିଲେ ଯେତେ, ଧାଇଁ ଅଇଲେ କୃଷ୍ଣଙ୍କୁ ଦେଖିବା ନିମନ୍ତେ। ନବର ଭିତରେ ପଶିଲେ କ ଭାବଗ୍ରାହୀ, ତେଣୁ କରି ଅଟନ୍ତି ସେ ବ୍ରହ୍ମାଣ୍ଡ ଗୋସାଇଁ। କୁନ୍ତୀ ଦେବୀଙ୍କୁ ଆପଣେ ଦେଖିଲେ ଶ୍ରୀପତି, ଯେହୁ ଯାହାର ବିଧାନେ ମାନନା କରନ୍ତି। ଦ୍ରୌପଦୀ ସୁଭଦ୍ରା ଦୁହେଁ ତ୍ୱରିତେ ଅଇଲେ, ଶ୍ରୀକୃଷ୍ଣଙ୍କ ପାଦ ତଳେ ପ୍ରଣିପାତ କଲେ। ରୁକ୍ମିଣୀ ପ୍ରଭୃତି କୃଷ୍ଣଙ୍କର ଯେତେ ନାରୀ, ଯେଝା ଅନୁରୂପେ ସର୍ବେ ମାନ୍ୟ ବିଧି କରି। ଏମନ୍ତ ପ୍ରକାରେ ତହିଁ କିଛି ଦିନ ଯାନ୍ତେ, ଯୁଧିଷ୍ଠି ବୋଇଲେ ଯାଇ କୃଷ୍ଣଙ୍କ ଗ୍ରତେ। ତୁମ୍ଭେ ପ୍ରଭୁ ଶ୍ରୀମୁଖରେ ଆଜ୍ଞା ଯେବେ ଦେବ, ତେବେ ମୋହର ରାଜୁଷି ଯାଗ ବିଧି ହେବ। ଏମନ୍ତ ବଚନ ଯହୁଁ ଶୁଣିଲେ ନୃପତି, ଯୁଧିଷ୍ଠିର ରାଜାଙ୍କୁ ସେ ବଚନ ବୋଲନ୍ତି। ମହତ ପୁରୁଷ ତୁମ୍ଭେ ପୁଣ୍ୟ କର୍ମ କଲେ, ସେ ଫଳରେ ପୁଣ୍ୟ ଲୋକ ପ୍ରାପ୍ତ ହେବ ଭଲେ। ଏବେ ତ୍ୱରିତ ରାଜୁଷି ଯାଗ ଗୋଟି କର, ବିବିଧ ପ୍ରକାରେ ତୁମ୍ଭେ ଭିଆଅ ସମ୍ଭାର। ଇନ୍ଦ୍ର ସମାନ ତୁମ୍ଭର ଛନ୍ତି ଚାରି ଭାଇ, ରାଜାମାନଙ୍କୁ ଆଣିବେ ବରଣ କରାଇ। କୃଷ୍ଣଙ୍କର ବଦନରୁ ଏହି ବାକ୍ୟ ଶୁଣି, ଆନନ୍ଦିତ ହେଲେ ଯୁଧିଷ୍ଠିର ନୃପମଣି। ଚାରି ଦିଗକୁ ତ୍ୱରିତେ ଗଲେ ଚାରି ଭାଇ, ନୃପତିଙ୍କୁ ନିମନ୍ତ୍ରଣ କରିବାର ପାଇଁ। ଦକ୍ଷିଣ ଦିଗକୁ ବେଗେ ସହଦେବ ଗଲେ, ଆପଣା ସମାନ ଯେହୁ ବଳ ବାଛି ନେଲେ।
ପୂର୍ବ ଦିଗକୁ ଚଳିଲେ କୁମାର ନକୁଳ, ତାହାଙ୍କ ସଙ୍ଗରେ ଗଲେ ମତ୍ସ୍ୟ ଦେଶ ବଳ। ପଶ୍ଚିମ ଦିଗକୁ ଭୀମସେନ ଚଳିଗଲେ, ଅନେକ ବଳ ତାଙ୍କର ସଙ୍ଗରେ ଚଳିଲେ। ଉତ୍ତରକୁ ଚଳିଗଲେ ଅର୍ଜୁନ ବୀର, ପଞ୍ଚାଳ ସୈନ୍ୟଙ୍କୁ ସଙ୍ଗେ ନେଲେ ତାହାଙ୍କର। ନିମନ୍ତ୍ରଣ କରି ସବୁ ରାଜାଙ୍କୁ ଆଣିଲେ, ଅନେକ ଧନ ଘେନିଣ ସେମାନେ ଅଇଲେ। ଏକା ଜରାସନ୍ଧ ରାଜା ଆୟତ୍ତ ନହିଲା, ଆସିବା ନିମନ୍ତେ ସେହୁ ସ୍ୱୀକାର ନ କଲା। ଯୁଧିଷ୍ଠିର ରାଜା ଯହୁଁ ଏକଥା ଶୁଣିଲେ, ଶ୍ରୀକୃଷ୍ଣ ଛାମୁରେଙ୍କର ଯୋଡ଼ିଣ କହିଲେ। କେମନ୍ତେ ଉପାୟ ଜରାସନ୍ଧକୁ କହିବା, ଭୋଚକ୍ର ପାଣି ଏଥିରେ ବିଚାର କରିବା। କରପତ୍ର ଯୋଡ଼ି କୃଷ୍ଣ ବୋଲନ୍ତି ବଚନ, ସମର ମାଗିବୁ ଆମ୍ଭେ ଜରା ସମୀପେଣ। ଆମ୍ଭର ସଙ୍ଗତେ ପେଶି ଭୀମ ଅର୍ଜୁନଙ୍କୁ, ତିନି ଜଣ ଯାଇ ଯୁଦ୍ଧ ମାଗିବୁ ତାହାକୁ। ତୁମ୍ଭେ ଆଜ୍ଞା ଦେଲେ ଆମ୍ଭେ ତିନି ଜଣ ଯିବୁ, ବ୍ରାହ୍ମଣ ସ୍ୱରୂପ ଧରି ତା ପାଶେ ମିଳିବୁ। ଆମ୍ଭର ଛାମୁରେ କହି ଅଛନ୍ତି ଉଦ୍ଧବ, ଏହା କଲେ ଜରାସନ୍ଧ ନିଶ୍ଚୟ କ୍ଷୟ ଯିବ। ଭୀମସେନ ହସ୍ତେ ଅଛି ତାହାର ମରଣ, ଏକଥା ଦେବତାଙ୍କର ହୋଇଛି ନିର୍ମାଣ। ଯୁଧିଷ୍ଠିର ରାଜା ଶୁଣି ଲଭିଲେ ହରଷ, ଯାହା ଇଚ୍ଛା ହୁଏ ତୁମ୍ଭେ କର ପିତବାସ। ଭୀମ ଅର୍ଜୁନ ଆବର ପ୍ରଭୁ ଚକ୍ରଧର, ଜରାସନ୍ଧ ନିକଟରୁ ଗଲେ ଧାତିକାର। ଗୋପତେ ବ୍ରାହ୍ମଣ ରୂପ ଧରି ତିନି ଜଣ, ବେଗେଣ ଭେଟିଲେ ଯାଇ ଜରାସନ୍ଧ ରାଣ। ସୁବର୍ଣ୍ଣ ସିଂହାସନରେ ବସି ଅଛି ରାଏ, ବ୍ରାହ୍ମଣ ମାନଙ୍କୁ ଅନୁକ୍ଷଣ ବାନ ଦିଏ। ଏମନ୍ତ ସମୟେ ତିନି ଜଣ ପ୍ରବେଶିଲେ, ଜରାସନ୍ଧ ନିକଟରେ ପ୍ରାର୍ଥନା କରିଲେ। 1 ଲକ୍ଷ କରି ହୃଦେ ଭାଳି ନୃପରାଣ, ଏହି ତିନି ପୁରୁଷ ତ ନୁହନ୍ତି ବ୍ରାହ୍ମଣ। କ୍ଷତ୍ରିଙ୍କର ପରାଏ ତ ଏମାନେ ଦିଶନ୍ତି, ଗଣ୍ଠି ମୁଷ୍ଟି ଏମାନେ ଶୋଭା ପାଉଛନ୍ତି। ଜରାସନ୍ଧ ରାଜା ଏହା ବିଚାରି ମନର, ବୋଲଇ ସେ ତୁମ୍ଭେ ମାନେ ଶୁଣ ଦ୍ୱିଜବର। କେଉଁ ଦ୍ରବ୍ୟ ପ୍ରୟୋଜନ ତୁମ୍ଭ ମାନଙ୍କର, ହରଷ ମନରେ ତାହା ବୋଲ ମୋ ଆଗର। ଆନନ୍ଦ ଲଭିଣ ତହୁଁ ବୋଲନ୍ତି ବଚନ, ସାବଧାନ ହୋଇ ତୁମ୍ଭେ ଶୁଣ ହେ ରାଜନ। ତୋହର ମୁଖରେ ରାଜା ସତ୍ୟ ଉଚ୍ଚାରିବୁ, ଆମ୍ଭେ ଯାହା ମାଗିବୁ ତା ଅବଶ୍ୟ ତୁ ଦେବୁ। ସବୁଦିନ ଚିର କଥା ନୁହଁ ସମାନ, ଏକା ନିଶ୍ୱାସେ ନଥାଏ ଜୀବନ ଯେସନ। ଏଥି ପୂର୍ବେ ନରପତି ହରିଶ୍ଚନ୍ଦ୍ର ଥିଲା, ପୃଥ୍ୱୀ ଯାକ ଦାନ ଦେଇ ସ୍ୱର୍ଗରେ ବସିଲା। ଶିବିରାଜ ଆପଣାର ମାଂସ କାଟି ଦେଇ, ଅକ୍ଷୟ ସ୍ୱର୍ଗ ଧାମକୁ ବେଗେ ଗଲା ସେହି। ବଳି ରାଜା ବ୍ରାହ୍ମଣରେ ବହୁ ଦାନ କଲେ, ସେହି ପୁଣ୍ୟ ବଳେ ସେହୁ ବୈକୁଣ୍ଠ ଲଭିଲେ। ଆହୁରି ପୂର୍ବରେ ଥିଲେ ଅନେକ ନୃପତି, ଏ ମର୍ତ୍ତ୍ୟପୁରେ ଅନେକ କୀର୍ତ୍ତି କରିଛନ୍ତି। ଏ ଶରୀର ପ୍ରାଣ ତୋର ଅଛି ଏହି କ୍ଷଣି,
केतेबेले चाली जीव किए अछि जानी। जेतेबेले जाए प्राण थाए जीवन रे, तेतेबेले जाए नाना धर्म करि पारे। आंभर वचन सत्य कर नृपमणि, गोटिए कथा आंभर छई मागुणी। जरासंध राजा सत्य कला कसे क्षणी, मायाधरंकर माया न पारिला जानी। माग हो ब्राह्मण जाहा मागिब ता देवी, शिर कमल हेले हे निश्चय समर्पिबी। तार सत्य वाक्य जहु शुणिले मोहन, बोइले से सावधाने शुण हो राजन। आंभे किंपाई एड़े क धर्म करिबु, शिर कमल तोहर कि अर्थे मागिबु। आंभंकु समर हादे दिय नृपमणि, एही कथा आंभर जे अटई मागुणी। जनक संगरे आंभे जनके जुझिबा, अधर्म युद्ध केबे हे जानी न करिबा। आंभे माने ब्राह्मण तो नहु हो राजन, ए अटंती युधिष्ठिर भाई भीमसेन। वसुदेव सुत मुहि कृष्ण नाम मोर, दृष्टि निवारणे मोर नर अवतार। कृष्ण मुख जरा तहु एमंत शुणिला, टह टह होई सेही हसीण उठिला। बोइला भल होइला आसी अछि एबे, एसनक कथा जानी नथिलु जे आंभे। जेबे बोल जणे जणे करिब समर, तुम्भ संगे जुझि किस प्रयोजन मोर। भयाळु पुरुष तुम्भे अट ए जगते, समुद्र रे लुचि तुम्भे रहिछ गुपते। एणु तुम्भ संगतरे नुहे आंभरण, मो संगे समान योद्धा नुहई अर्जुन। भीमंगे किछि बळ अछि मु जाणई, ता संगे समर कले के निंदिबे काहि। जुझिबाकु इच्छा थिले आसु भीमसेन, एते बोली लुहा गदा देला कबहन। भीमसेन हाथे गदा बेग नेई देला, अपना हस्तरे गदा गोटिए घेनिला। नगर बाहारे दुहे प्रवेशिले जाई, देखिले से स्थान गोटी समान अटई। से स्थान को बेगे जाई युद्ध आरंभिले, बाम दक्षिण होइण उभय भ्रमिले। देह देह मिशा मिशी हेले मरा मरी, वज्र जेसन पर्वत उपरे उभारी। दुई जनक उपरे गदामान बाजी, धूଳି पराए होइण केणे गला भाजी। अपार बेଳ पर्यंत अनेक जुझिले, दुई जन मध्ये केही न्यून नहिले। भीमसेन नाइले श्रीकृष्ण बदन, भल रूपे जानिले ता देव जनार्दन। कुटा खंडिए श्रीकृष्ण श्रीकर रे धरी, चिरी पकाइले ताकू दुई फाळ करी। एही प्रकारे संकेत भीमसेन पाई, जरासंध राजा को जे कचाड़िला तही। गोड़े को हातरे धरी गोड़े को माड़िला, ओटारी जरासंध को दुई फाळ कला। जरा राक्षसी ताहार देह जोड़ी थिला,
ଭୀମସେନ ଧରି ତାକୁ ନେଇ ଫାଳ କଲା। କଟକର ଲୋକମାନେ କଲେ ହାହାକାର। ସମରେ ପଡ଼ିଲା ଜରାସନ୍ଧ ମହାବୀର। ଶ୍ରୀକୃଷ୍ଣ ଅର୍ଜୁନ ଦୁହେଁ ବେଗେ ଉଠିଗଲେ। ଭୀମସେନକୁ ତକ୍ଷଣେ କୋଳାଗ୍ରତ କଲେ। ସ୍ୱର୍ଗରେ ଦେବତାମାନେ କଲେ ଜୟ ଜୟ। ଦୁଷ୍ଟମତି ଜରାସନ୍ଧ ଏମେ ଗଲା କ୍ଷୟ। ତାହାର ଜ୍ୟେଷ୍ଠ କୁମାର ସହଦେବ ଆଣି ରାଜେ ଅଭିଷେକ ତାକୁ କଲେ ଚକ୍ରପାଣି। ସହଦେବ ମଗ ଦେଶେ ରାଜା କରାଇଲେ। ବନ୍ଦୀ ନୃପତି ମାନଙ୍କୁ ମୁକୁଳାଇ ଦେଲେ। ମଳିନ ବେଶରେ ଥିଲେ ସବୁ ନରନାଥ। କ୍ଷୁଧାର ଆତୁରେ ଥିଲେ ହରିଣ ଶଙ୍କିତ। ଏକ ମେଳ ହୋଇ ସର୍ବରାଜା ମାନେ ଆସି ଦେଖିଲେ ବିଜୟ କରିଛନ୍ତି ବ୍ରହ୍ମରାଶି। ଶ୍ରୀକୃଷ୍ଣଙ୍କ ପାଦ ତଳେ ସମସ୍ତେ ନମିଲେ। କରପତ୍ର ଯୋଡ଼ି ସର୍ବେ ବଚନ ବୋଇଲେ। ଅଚଳ ଭାବରେ ଲକ୍ଷ୍ମୀ ହେଲୁ ଆମ୍ଭେ ପ୍ରାପ୍ତ। ଯେଣୁ ସମସ୍ତେ ଦେଖିଲୁ ଦେବ ଜଗନ୍ନାଥ। ନମୋ ନମୋ ନାରାୟଣ ବୋଲି ସ୍ତୁତି କରି ତୁମ୍ଭ ଦିବ୍ୟ ଅବତାର ଦେଖିବୁ ବୋଇଲେ। ଏବେ ଆମ୍ଭମାନଙ୍କୁ ଯେ ଦୟା ହୋଇଥାଉ। ରାଜେଶ୍ୱର ଇଚ୍ଛା ଆମ୍ଭ ନାହିଁ ମହାବାହୁ। ତୁମ୍ଭର ଭୟ ପାଦେ ଥାଉ ଆମ୍ଭ ଚିତ୍ତ। ଏକଲ ଖଟୁଥିବୁ ଯେହ୍ନେ ଅବିରତ। ଏସନକ ସ୍ତୁତି ଶୁଣି ଲକ୍ଷ୍ମୀ ଦେବୀ ପତି ପ୍ରସନ୍ନ ହୋଇଣ ତାଙ୍କୁ ବଚନ ବୋଲନ୍ତି। ଆମ୍ଭର ଆଜ୍ଞା ପ୍ରମାଣେ ତୁମ୍ଭେ ମାନେ ଯାଅ। ପ୍ରଜାମାନଙ୍କୁ ସୁଖରେ ପ୍ରତିପାଳୁଥାଅ। ମୋହର ପାଦ ପଦ୍ମରେ ଚିତ୍ତ ବୃତ୍ତି ଥିବ। ତୁମ୍ଭଙ୍କୁ ପ୍ରମାଦ ଆଉ କେଭେ ନ ପଡ଼ିବ। ପ୍ରାନ୍ତ କାଳରେ ସମସ୍ତେ ପାଇବ ସଦ୍ଗତି। ଏସନକ ଆଜ୍ଞା ଦେଲେ ପ୍ରଭୁ ଶ୍ରୀପତି। ଏମନ୍ତ ଆଜ୍ଞା ଦେଇଣ ପ୍ରଭୁ ଭାବଗ୍ରାହୀ। ଜରାସନ୍ଧ କୁମରକୁ ବେଗେ ହକରାଇ ଆଜ୍ଞା ତାହାକୁ ଦିଅନ୍ତେ ପ୍ରଭୁ ପିତବାସ। ରାଜାମାନଙ୍କୁ କରାଅ ବେଗେ ରାଜା ବେଶ। ଦିବ୍ୟ ଆଭରଣ ମାନ ଦିଅ ତାଙ୍କୁ ନେଇ। ସ୍ନାନ ଭୋଜନ ଅନ୍ତେ ସୁବେଶ କରାଇ ଆମ୍ଭର ପାଶକୁ ତାଙ୍କୁ ବେଗେ ଘେନି ଆସ। ଏସନକ ଆଜ୍ଞା ତାକୁ ଦେଲେ ପିତବାସ। ଶ୍ରୀକୃଷ୍ଣ ବଚନ ଶୁଣି ସହଦେବ ବୀର ତାହାଙ୍କର ଆଜ୍ଞା ମାନ ଘେନିଲା ଶିରର। ସମସ୍ତ ରାଜା ମାନଙ୍କୁ ବେଗେ ଘେନି ଗଲା। ବହୁ ଅଳଙ୍କାର ଦେଇ ବେଶ କରାଇଲା। ଉତ୍ତମ ରାଜେ ପଦାର୍ଥ ସେମାନଙ୍କୁ ଦେଇ ରାଜାଙ୍କୁ ଘେନିଣ କୃଷ୍ଣ ଛାମୁରେ ମିଳଇ। ଶ୍ରୀହରି ବୋଇଲେ ଏବେ ଯେଝା ରାଜ୍ୟ ଯାଅ। ନିଶ୍ଚିନ୍ତ ହୋଇଣ ସର୍ବେ ରାଜ କରିଥାଅ। ବିବିଧ ପ୍ରକାର ଯାନ ବାହନ ସେ ଦେଇ ଯେ ଯାହାର ରାଜକୁ ସେ ଦେଲେ ପଠିଆଇ। ଜରାସନ୍ଧ ପୁତ୍ରେ ମଘ ଦେଶେ ରାଜା କରି ବାହୁଡ଼ା ବିଜୟ ତହୁଁ କଲେ ଦେବ ହରି। ଇନ୍ଦ୍ରପ୍ରସ୍ଥର ନିକଟେ ପ୍ରବେଶିଲେ ଯାଇ ଆପେ ଜୟ ଶଙ୍ଖ ବଜାଇଲେ ଭାବଗ୍ରାହୀ। ପ୍ରଭୁ ଶ୍ରୀକୃଷ୍ଣଙ୍କ ଜୟ ଶଙ୍ଖ ଶବ୍ଦ ଶୁଣି ସାନନ୍ଦ ହୋଇଲେ ଯୁଧିଷ୍ଠିର ନୃପମଣି।
समस्त कथा शुणिण होइले आनंद। युधिष्ठिर आगे जाई बोइले गोविंद। भीमार्जुन बेनी भाई आबर श्रीपति। परम सानंद होई बचन बोलंती। युधिष्ठिर नरपति मनरे भाळंती। आंभ महापाप क्षय गला कए घांती। दयामय कृष्णकर अभय चरणे। अच्युत दासर मन रहु अनुक्षणे। महाप्रभु श्री कृष्णक चरण कमले। अच्युत दासर शिर निरंतर लूले। युधिष्ठिरंकर राजसूय जाग ओ कृष्णଙ୍କ द्वारा शिशुपाଳର ବଧ। एथु अंतरे परीक्षणा में नृपवर। पाद पद्म पूजा कले सुक मुनिकर। जरासंध बद्ध कथा श्रीमुखु शुणिली। पापाधि महापातक दुष्कृत हरिली। एथु अनंतरे कृष्ण केउ कृत्य कले। एहा मोते संक्षेपीण कहिबाक भले। राजार वचन शुणी सुक महाजती। बोइले शुण हो तुम्भे सुभद्रार नाती। युधिष्ठिर महाराजा कृष्ण को बोलंती। ब्रह्मा ईश्वर उपरे अट तुम्भे पति। तुम्भर समस्त आज्ञा शिर परे घेनी। संसार रचना करी छंती पद्मजोनी। जगतर नाथ तुम्भे अक्षय अव्यय। सबुरी आत्मा पुरुष अट पुण्यमय। तुम्भ स्तुति निंदा केही करिबाकु नाही। हानि अपचय बा एथि अछि काहि। युधिष्ठिर देवंकर वचन शुणिण सानंद होई बोलंती प्रभु नारायण। राजसूया करिबाकु विलंब न कर। जाजक मानंकु बेगे आमंत्रण कर। कृष्ण बदनु एमंत शुणी महीपाल। बरिले तपस्वी जन ब्राह्मण सकल। व्यास वसिष्ठ च्यवन आवर भार्गव। सुखदेव नारद जे पुणी वामदेव। एमंत अनेक ऋषि ब्राह्मण मानंकु। माला चंदन देण बरिले ताहांकु। युधिष्ठिर बरिले क सर्वनृपवर। पात्र मंत्री आदि करी जेते परिवार। युधिष्ठिरंक वरण पाइण राजाए। महासंभवे समस्ते कले कविजये। ब्रह्म क्षत्रि वैश्य शूद्र ए चारि बरिले। आउ क्षुद्र राजा जेते पृथ्वी रे थिले। जाग निमंत्रण शुणी समस्त आसंती। महासुस्थ पाइण जे आस्थाने बसंती। एहि अनुक्रमे जोग राजसी वरण। नूतन सुवर्ण पात्र हुए प्रतिदिन। देवंक समूहे वासु देव छंती रही। तहिर संपद किस कही बई मुहि। ब्रह्मांकु आदि करिण 10 दिगपाल। गंधर्व गण सहिते विजया खंडल। एपरि 33 कोटि देवता मंडले। अधा स्वर्गे रही जाग देखंती सकले। पाताल भुवन विजे नागलोक माने। से आसी मिलिले युधिष्ठिर यज्ञ स्थाने।
14 भुवन लोके बसंती जेतेक राजसूया यज्ञ स्थाने मिलिले सतेक समस्तंकु श्रीकृष्ण जे जाइण देखंती आनंद सागरे सर्वे निमज्जी अछंती राजसी यज्ञर अटे हेमंत व्यवहार समस्तंकु पूजिबाकु हुए से दिनर हस्ते अर्घ्य पात्र घेनी युधिष्ठिराजन आवर से धरी छंती पूजा द्रव्यमान सभा को चाहिण पूछा करंती से आपे समवेत होई अछ बसी सर्वनृपे काहाकु पूजिबी आग पाद्यर्घ्य देई एक कथा विचारी सर्वे दिय मते कही युधिष्ठि मुखरु शुणी एसन कबीर मौने बसिले नृपे न देई उत्तर केही काहाकु आउ जे उत्तर न देले मौन होइन तही सकळे बसिले एमंत समय उठी सहदेव वीर कर जोड़ी बोले शुण समस्ते मगीर सभा मध्य बसी अछ लक्षे नृपराण प्रत्यक्ष मूर्तिमंत जे विजय नारायण यज्ञ ही एहि जगत करता ही रही अग्नि रूपरे ही जे भुंजंती सबू ही आपणे जे मूर्तिमंत होई विजे करी तांको बिना के होइब अर्घ्य अधिकारी 14 भुवन जाकर लोक थिले जेते ब्रह्म आदि करी कीट पतंग सहिते समस्ते शुणिले हा होइले हरस सबुरी मन को आसे पूज पितवास एक कथा मानत सर्व राजाए शुणिले सजन राजा माने से साधु साधु कले धन्य धन्य तुम्भे सह देव मंत्री वर एक कथा तुम्भर अटे उत्तम विचार भीष्म देव शुणिण जे आनंद होइले भक्त माने शुणी मने स्तुति बखाणिले व्यास मुनि नारद जे महामुनि सहदेवंकु बोइले धन्य मंत्री मणि ताहा शुणी युधिष्ठिर आनंदित होई आनंदाश्रुताहांकर नयनु गळई हरस मनरे सेहु उत्सुक होइले श्रीकृष्णଙ୍କ पाद पद्मे अर्घ्य नेई देले एमंत देखिण सर्वे कले जय जय पुणी आनंद होइण सर्वदेवताए द्वंद्व भी बजाई देवे जय ध्वनि कले अभिच्छन्ने आकाशरु पुष्प बरसिले युधिष्ठिर कृष्णंकर पाद पद्म धोई से पाद उदक शिरे सिंची देले नेई गर्भ भीतर को तहु खेपिले थोकाए अवशिष्ट रखिले से युधिष्ठिर राय द्रौपदी आदि करीण पार्थ द्रुपदर नकुल जे सहदेव जोड़ी छंती कर श्रीकृष्णंकर जेतेक पादर उदक महाहर से गर्भ को खेपी सर्वलोक जेते अवशिष्ट थिला कृष्ण पावनीर ताहा भक्षन्ते पवित्र हेला तिनि पुर से पाद तल युधिष्ठि ठाकुरे खाइले तेणु सोमवंश पितृलोक निस्तरिले
ଏକ ମନେ ଶ୍ରୀକୃଷ୍ଣଙ୍କୁ ଯେ ଜନ ସେବଇ ରାଜସୂୟ ଯଜ୍ଞ ଫଳ ସେ ନିଶ୍ଚୟ ଭଇ। ଯୁଧିଷ୍ଠିର ରାଜା ପାଦ ପଦ୍ମ ପଖାଳିଲେ ପିନ୍ଧିବା ନିମନ୍ତେ ପୀତ ବାସ ଆଣିଦେଲେ। ଚନ୍ଦନ ବୋଳିଲେ ମାଳ ଆଭରଣ କଲେ ପ୍ରଣାମ କରିଣ ଶିରେ କରନି ବେଶିଲେ। ଜୟ ଜୟ ଶବଦରେ ହେଲା ଯହୁଁ ଗୋଳ କ୍ରୋଧ ଭର ହୋଇ ତାନ ସହି ଶିଶୁପାଳ। ମହାଗୁରୁ ତମେ ଭୁଜ ତଳିଣ ଉଠିଲା ଅତି କ୍ରୋଧେ ଗାଲ ତୁରି ଦେଇଣ ବୋଇଲା। ଥପେ ଅଟ ସିଦ୍ଧ ପୁଣି ବୟସରେ ବୃଦ୍ଧ ଏମନ୍ତ ଲୋକେ ବସିଛ ଏହି ସଭା ମଧ୍ୟ। ସହଦେବ ବାଳକତା ବୁଦ୍ଧି ତୁମ୍ଭେ ଭଲ ଅଧମ ଗୋପାଳକୁ ଏ ସଭାରେ ପୂଜିଲ। ଯେଉଁ ଗୋପାଳର ଜଣା ନାହିଁ କୂଳମୂଳ ରାଜସୀ ଜାଗରେ ଆଗେ ତାହାକୁ ପୂଜିଲ। ଅର୍ଘ୍ୟ ପୂଜା ଘେନିବାକୁ ଯୋଗ୍ୟ କି ହୋ ସେହି ଏହି ଛାର କୁଳାକୁ ଅର୍ଘ୍ୟ ଦେଲ ନେଇ। ଶୁକ ବୋଲନ୍ତି ହୋ ଶୁଣ ପରୀକ୍ଷ ରାଜନ ପାପିଷ୍ଠ ଅଟଇ ଦମ ଘୋଷର ନନ୍ଦନ। କୃଷ୍ଣ ନିନ୍ଦା କରି ଯେତେ ଗାଳି ଦେଲା ସେହି ତାତୋତେ କହିବା ପାଇଁ ଚିତ୍ତନ ବଳଇ। ସନ୍ଥ ନରପତି ମାନେ ତାର ଗାଳି ଶୁଣି ଚକ୍ଷୁ ବୁଜିଲେ କର୍ଣ୍ଣରେ ଦେଇ ହସ୍ତବେଣୀ। ଥୋକା ଏକ ସଭା ମଧ୍ୟ ଉଠିଣ ସେ ଗଲେ ଶ୍ରୀକୃଷ୍ଣଙ୍କ ନିନ୍ଦା ଯହୁଁ ଶ୍ରୁତିରେ ଶୁଣିଲେ। ପାଣ୍ଡବ ମାନେ କର୍ଣ୍ଣରେ କଥା ଶୁଣିଣ ବେଗେ ଧାଇଁଲେ ହସ୍ତରେ ଆୟୁଧ ଧରିଣ। ତାହା ଦେଖି ଶିଶୁପାଳ କଲା ଗରୁତମ ହସ୍ତରେ ଧରିଲା ବେଗେ ଖଡ୍ଗ ସରାତନ। ବୋଇଲାର ହରେ ଯାର ଜାତ ଦୁଷ୍ଟମତି ନିଶେଷ କରି ଆଜ ମୁଁ ମାରିବି ସବୁନ୍ତି। ତାହା ଦେଖିଣ ଶ୍ରୀକୃଷ୍ଣ ମନେ ବିଚାରିଲେ ନିଶ୍ଚୟ ପଞ୍ଚ ପାଣ୍ଡବେ ଏହା ହସ୍ତେ ମଲେ। ମୁଁ ଯଦ୍ୟପି ଆଜ ୟାକୁ ଏଥେ ନ ମାରିବି କେମନ୍ତେ ପୃଥିଭାରା ଉଶ୍ୱାସ କରିବି। ଏମନ୍ତ ବିଚାର କରି ତହିଁ ଚକ୍ରଧର ପେଶିଲେ କ ସୁଦର୍ଶନ ଚକ୍ରଧାତିକାର। ତକ୍ଷଣେ ଛେଦିଲେ ପ୍ରଭୁ ଶିଶୁପାଳ ମୁଣ୍ଡ ମହାବିଷମ ତେଜେ ସେ ଦିଶିଲା ପ୍ରଚଣ୍ଡ। ସେ ଜ୍ୟୋତି ଗୋଟିକ ବୈକୁଣ୍ଠକୁ ଯେ ଗଲା ତହିଁ ଯାଇ ପ୍ରଭୁଙ୍କର ଭେଟ ନ ପାଇଲା। ପୁଣି ସେଠାରୁ ତେଜ ଲେଉଟିଣ ଆସି ଚାହୁଁ ଚାହୁଁ ଲୀନ ହେଲା କୃଷ୍ଣଙ୍ଗେ ପଶି। ଆଦ୍ୟ ଅବତାରେ ଦୈତ୍ୟ ହିରଣ୍ୟ ସେ ହୋଇ ଦ୍ୱିତୀୟ ଅବତାର ସେ ରାବଣ ବୋଲାଇ। ତୃତୀୟ ଜନ୍ମରେ ହୋଇ ଥିଲା ଶିଶୁପାଳ ଦ୍ୱାପର ଯୁଗେ ପାଇଲା ସେହି ମୋକ୍ଷ ପାଳ। ଗୋବିନ୍ଦଙ୍କୁ ସେ ବୈରୀ ପଣେ ଭୋଜି କରି ବାହୁଡ଼ି ପୁଣି ପାଇଲା ବୈକୁଣ୍ଠପୁରୀ। ଶିଶୁପାଳର ଯେ ମୃତ୍ୟୁ ସମସ୍ତେ ଦେଖିଲେ ଦୁଷ୍ଟ ରାଜା ମାନେ ଡରେ ପଳାଇଣ ଗଲେ। ସର୍ବେ ଶୁଣିଛନ୍ତି ଶିଶୁପାଳର ଯେ କଥା ସନ୍ଥ ରାଜା ମାନେ ମନୁ ଛାଡ଼ି ସବୁ ବ୍ୟଥା। ପାଣ୍ଡବେ ରହିଲେ ତହିଁ କୃଷ୍ଣ ଆଶ୍ରୟ କରି ରାଜୁଷି ଜାଗେ ସମସ୍ତେ
पुण्य जे आचरी भूरी भोजन दक्षिण मान विप्रे देले सबु राजा मानंकु से तोष कराइले अमृत सम भोजन सर्वे तहि करी तहु राजा मानंकु जे श्रीकृष्ण हकारी मेलाणी देले चांगड़ा मान करे धरी आनंद होई सकले गले जे झापुरी एहा दुर्योधन राजा मने दुख बही एकाकी होई सभारे अछंती से रही सते भाई संगे घेनी सभारे रहिला बाहरे आनंद कूट मनरे पांचिला सबुरी मते सबुरी मने बड़ सुख एका दुर्योधन मने पाउछि दुख थोकाए दिन श्रीकृष्ण सेठारे रहिले युधिष्ठिर राजा छामुरे जाई जणाइले द्वारका मु जीवी मोते दियो अनुकूल शुणिन युधिष्ठिर तहि होइले विकल अति बड़ कष्ट पाई युधिष्ठिर राय पत्नी परिवारी घेनी खंडे दूर जाए द्वारकापुर को विजे कले भावग्राही जेउ जन नित्यहा पढ़ई शुणई सकल पापरु तरी बैकुंठ जाए अपुत्रिक जन शुणी सतपुत्र पाए मूर्ख पंडित अटे अच्युत जे दास श्रीकृष्ण श्रीचरण को बड़ाइछि आस राजसी सभारे दुर्योधनर अपमान एथु अंते परीक्षित नामे महाराजा विनय पूछिले सुख पदे करी पूजा भागवत पुराण को कहिबा गोसाई जाग अंते किस हेला कह कृपा बही जागरे सकल लोक लभिले संतोष दुर्योधन राजा किंपा होइला विरस सुख बोइले हे शुण परीक्षित राय जागर भंडारे से अधिकारी पाए रोष घर अधिकारी अटे भीमसेन भंडारर अधिकारी अटे दुर्योधन नृपति मानक चर्चा कले सहदेव नकुल साहित्य रखे भंडार रे द्रव्य संथ राजा मानक से करे आराधन समस्त चर्चु थाई वीर अर्जुन एमंत प्रकारे राजसूय यज्ञ कले तिनि भुवन रे लोके सर्वे प्रशंसिले यज्ञ समाप्त करी युधिष्ठिर राजन भाई को घेनिण कले अवभृत स्नान सारी नबर को विजे कला बेले अहस्तिरी हुळहुळी दियंती कुतूहले एक कुआरेक करिले परिहास तेणु करी उपजिला बहुतर रस श्रीकृष्णकर अटंती जेते पाटवंशी समस्ते ही होइछंती तहि मिशामिशी ऋणु झुणु होई पाद नुपुर बाजई से ध्वनि शुणी जगत मन कुरंजई राजसी जाग संपद कि कहिबि मुहि प्रत्यक्षरे लक्ष्मी जहि अछंती तिरहि सेहि सभा निर्माणी विश्वकर्मामय शोभा पाउअछई से सुधर्मार प्राय सेहि सभा को देखिले मन हुए मोहि क्षुधा तृष्णा निद्रादि नीति तहि नाही पारुषरे सेवा करुछंती षड ऋतु से सभारे थिले हे न थाई अपमृत्यु अष्टरत्न रे निर्मित अटे जेउ सभा स्फटिक पराए दिशे पावछर प्रभा मर्कतरे निर्मित अटे सिंहासन तहिरे बसंती देवे युधिष्ठिर राजन से सभार गुण केते कहिबई शुण जहि विजे करिछंती आपे नारायण कि सभा कहिबि मोहि तहिर संपत्ति प्रत्यक्षरे लक्ष्मी जहि विजे करिछंती से सभारे विजे करि अछंती युधिष्ठिर सेवक माने सकल सन्निधरे खटी सेहि सभा होई अछि एमंत शोभन
तही आसीन मिलिला राजा दुर्योधन। युधिष्ठिर देवंकर संपद देखिला सेमान गोविंद ताहा सही न पारिला। दुर्योधनर मानस हेउछि विकल सभा को उठन्ते बाट देखिला कजन। स्थल मध्य जल माया बसे दिशुथिला दुर्योधन राजा ताहा जानि न पारिला। अल्प करिण तही उठाई बसन ताहा देखिण समस्ते कले हास्यमान। मन मध्य महाक्रोधी कला महाराय माया जाल बोली से न जाने चली जाए। स्थल हेब बोली तही परे चली गला तहीरे पड़ी जानते बसन तिंतिला। एसन कपरकार देखी भीमसेन उपहास करी ताली मारे घन घन। सेही सभार आगेण श्रीकृष्ण हसिले भीमसेन बेनी हस्ते कर ताली देले। हास्य करिण उठिले सभाजन माने द्रौपदीर सहित रे हसी स्त्री माने। सबुरी मुखरे तहु हास्य से देखिला ताहार मन मध्यरे क्रोध जात हेला। अपमान पाई सभा मध्यु बाहुड़ीला कन्न शकुनी दुषाकु बसाई कहिला। आबर कुरु वीरंकुराई दुर्योधन सकल कथा कहिला दुख प्रकाशीण। से दिनु मान गोविंद को बुद्धि पंचिला पांडव भाई मानंकु बहु दुख देला। जाहाकु रखी अछंती देव जनार्दन ताहांकु किस करिब से कूट पांचिण। श्रीकृष्णकर चरण भाव अच्युत मोहठारे कृपा कर आहे जगन्नाथ। अति हि अमृत रस अटे भागवत राजसी यज्ञ एठारे हेला समापत।